ଏସବୁ ଲକ୍ଷ୍ମୀ ପୂଜା ପାଇଁ ନା କ'ଣ? ଏମିତି ତାକୁ ପୋଡ଼ା ଯିବ, ପୁରା ଟାଣ ହେଇଗଲା ପରେ ତାକୁ ମଝିରୁ କାଟି ଦିଆଯାଏ। କାଟି ଦିଆଗଲେ ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆଉ ଗୋଟେ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ତ ଆଜି ବ୍ଲଗ୍ ଷ୍ଟାର୍ଟ କରୁ କରୁ ପାଖାପାଖି ଉପରବେଳି ହେଇଗଲାଣି। ତ ଦେଖିପାରୁଥିବେ ପୁରା ଚାରିଆଡ଼େ ଆଜି ଘରି ଫରି ବନା ହେଇକି ସବୁ ରଖାହେଇଛି। ବୋଉ ଏଠି ଘରେ ପକାଉଛି। ଆପଣମାନେ ଜାଣିଥିବେ କି ନା ଏମିତି ଛାଞ୍ଚରେ ବି ଘରେ ପକାଯାଏ। ଦେଖିପାରୁଥିବେ ଏମିତି ଆଗ ଗଢ଼ା ଯାଇଛି। ସେ କଳସି ଯେମିତି ଚକରେ ସେଇଠି ଚକରେ ଯେମିତି ଗଢ଼ାଯାଏ, ଲାଇଭ୍ରେ ଦେଖିଥିବେ ଏମିତି ପୁରା ଗଢ଼ାଯିବ। ତାପରେ ଏମିତି ତାକୁ ପୋଡ଼ା ଯିବ, ପୁରା ଟାଣ ହେଇଗଲା ପରେ ତାକୁ ମଝିରୁ କାଟି ଦିଆଯାଏ। କାଟି ଦିଆଗଲେ ଦି ଫାଳ ହେଇଯିବ। ଦେଖ ସେଟା ଗୋଟେ ଫାଳ, ଏଟା ଗୋଟେ ଫାଳ। ଶୁଖିଲା ପରେ କାଟା ହୁଏନି ଆଉ କ'ଣ? ସେଇଟା ତ କହୁଛି, କାଟା ହବ। କାଟା ହେଇଗଲା ପରେ ସେ ଟାଣ ହେଇଯିବ ପୁରା ପଥର ନାଖିଆ। ତା ଭିତରେ ଏମିତି ପୁରା ଖାଲି ପତଳା ମାଟି ଗୋଟେ ନେଶା ହବ। ଦେଖନ୍ତୁ, ଦେଖଉଛି ଆପଣ ଦେଖନ୍ତୁ। ଦିପଟେ ମାଟି ନେଶା ହବ। ତାପରେ ତାକୁ ଯୋଡ଼ି ଦିଆହବ। ଯୋଡ଼ି ଦେଇକି ପୁଣି ଭିତରେ ମାଟି ଦିଆହବ। ଶୁଖିଗଲାଠୁ ତାପରେ ଦିପଟ ଖୋଳପା ଭଳିଆ ଛଡ଼େଇ ଦିଆହବ। ଛଡ଼େଇ ଦେଲାଠୁ ଏଇଟା ଦେଖନ୍ତୁ ଆଜି ସବୁ କରାହେଇଛି। ଏମିତି ତାପରେ ପାତ ମରା ହବ, ପୁରା ପାଲିସ ହେଇଯିବ। ତାପରେ ପାଣିର ଗୋଟେ କପଡ଼ାଟା ମାରିଦେଲେ ସେ ପୁରା ଏମିତି ଖୋଲିଲା ବେଳକୁ ଦେଖ ସବୁ ଖୋଲା ହେଇଛି ଆଜି। ଏମିତି ଖୋଳ ଭଳିଆ ଥିବ, ଖୋଳଟାକୁ ଖୋଲିଦେଲେ ଏମିତି ଦିପଟୁ ବାହାରିବ। ଏରା ବଡ଼ ହାଣ୍ଡି, ଏମିତି ସବୁ ଯୋଡ଼ା ହେଇକି ରଖାହବ। କେତେ ସବୁ ରହିଛି ଦେଖନ୍ତୁ। ଆର ସବୁ ଆଜି ସକାଳୁ ଲାଇଭ୍ରେ ଗଢ଼ା ହେଇଥିଲା। ଖରା ବି ଜୋର ହେଉଛି, ଦେଖିପାରୁଥିବେ। ଦେଖନ୍ତୁ ସୂର୍ଯ୍ୟ କେଉଁଠି ଅଛନ୍ତି, କେତେ ଜୋରରେ ଖରା ହେଉଛି। ଚାଲନ୍ତୁ ଭାଇମାନେ, ମୁଁ ଆପଣଙ୍କୁ ଦେଖୁଛି। ଦେଖନ୍ତୁ ଦୁଇଟା ଆଙ୍କର ମାଟି ମରା ହେଇଗଲା, ତାପରେ ମଝିରୁ ଯୋଡ଼ା ହବ। ଯୋଡ଼ା ହେଇଗଲା। ଏବେ ଦେଖନ୍ତୁ ମାଟି ଦିଆହବ ତା ଭିତରେ। ଭିତରେ ମାଟି ଦିଆହେଲା, ଗୋଟେ ପାଲିସ କରିଦିଆହବ, ଉପରେ ଫେଙ୍ଗ ଦିଆହବ। ତାପରେ କଳସ ରେଡ଼ି। ତାପରେ କାଲି ପୁଣି ଏମିତି ତାକୁ ଛଡ଼ା ହବ। ଖୋଳପା ନାଖେ ଦୁଇପଟ ଛଡ଼େଇ ଦେଲେ ସେମିତି ବାହାରିବ। ତାପରେ ରାମ୍ପା ହବ ତାକୁ। ରାମ୍ପା କରି ଦେଖନ୍ତୁ ପଲମ ତିଆରି କରି ରଖାହେଇଛି, ଦୁଇଟା ପଲମ। ତା ଭିତରେ ଗୋଟେ ପଥର ପୁରେଇ ଦିଆହବ, ତା ଭିତରଟା ପାଲିସ ହେଇଯିବ। ଦେଖିପାରୁଥିବେ ଏଇଟା କପଡ଼ାଟା। ଏ କପଡ଼ାଟାରେ ପାଣି ମରା ହେଇକି ତା ଭିତରେ ଖାଲି ବୁଲେଇ ଦେଲେ ସେ ପାଲସ ହେଇଯିବ ପୁରା ଭିତରଟା। ଏବେ ତ ଦେଖାହଉନି, ଅନ୍ଧାରିଆଟା ହେଇଛି, ନହେଲେ ଦେଖେଇଥାନ୍ତି। ଦେଖନ୍ତୁ ପୁରା ପାଲସ ହେଇଗଲା। ପୁରା ଫେଙ୍ଗ କରାହବ। ତା ଯେଉଁ ମୁହଁଟା ଏଇଟା କରାଯିବ। ଦେଖନ୍ତୁ ଏଇଟା କରାଯିବ। ତ ଦେଖିପାରୁଥିବେ ଆମର ଫେଙ୍ଗ ଲାଗିଗଲା। ଏବେ ଗୋଟେ କପଡ଼ାରେ ପାଣି ସେଥିରେ ବୁଡ଼ା ହେଇଛି କପଡ଼ାଟା, ତା ଉପରେ ଖାଲି ଏମିତି କରିଦେଲେ ପାଲିସ ହେଇଯାଉଛି। ଦେଖନ୍ତୁ କେମିତି ଏପରେ ରେଡ଼ି ହେଇଯାଇଛି। ଆକୁ ପୁରା ଏମିତି ଛାଡ଼ି ଦିଆହବ, ଶୁକା ହବ। ସେ କାଲି ସକାଳୁ ପୁଣି ଛାଡ଼ିବ। ମୁଁ ଛାଡ଼ିଲା ବେଳେ ଗୋଟେ ସର୍ଟ ଭିଡ଼ିଓ କରିକି ପକେଇବି କାଲି, ଠିକ୍ ଅଛି। ଦେଖନ୍ତୁ ଏପରେ ରେଡ଼ି ହେଇଗଲା। ତ ଚାଲନ୍ତୁ, ସେପଟେ ଆମର ଦୁର୍ଗା ମୂର୍ତ୍ତି ଭିଡ଼ା ହେଲାଣି, ଆପଣଙ୍କୁ ଦେଖଉଛି। ଚାଲନ୍ତୁ। ତ ସାଙ୍ଗମାନେ ଦେଖନ୍ତୁ, ଏଠି ମୋ ବଡ଼ ବାପା ହାଣ୍ଡିକି ବାଡ଼େଇକି ଏମିତି ସବୁ କରାହେବ। ଦେଖନ୍ତୁ ୟା ଭିତରେ ଗୋଟେ ପଥର ହାତରେ, ଆର ହାତରେ ପକା, ଦେଖିଲ ଟିକେ ବାହାର କରି ପଥରଟା। ଦେଖନ୍ତୁ ଏଇଟା ଗୋଟେ ପଥର, ସେଇଟା ଦେଖା ପିଟୁଣିଆଟା। ଏଇଟା କାଠ, ପଥରଟା ଭିତରେ ପଶିଛି, କାଠରେ ବାଡ଼ା ହେଉଛି। ପୁରା ପତଳା, ପୁରା ପତଳା, ଏତିକି ଖଣ୍ଡେ ହେବ ପତଳା ପୁରା କରିକି ମାଟିଟାକୁ ବାଡ଼ା ହେଉଛି। ତାପରେ ଦେଖନ୍ତୁ କେତେ ପରିଶ୍ରମ କରିକି କରାଯାଉଛି। ସେ ପୁରା ବାଡ଼େଇ ବାଡ଼େଇ ଏଇଭଳିଆ ହେବ। ଯେଉଁ ଚିକେନ୍ ରାନ୍ଧନ୍ତି ସବୁ ହାଣ୍ଡିରେ, ମୁଢ଼ି ଫୁଡ଼ିରେ ଭାଜନ୍ତି ସବୁ ଏଇ ହାଣ୍ଡିରେ, ବଡ଼ ହାଣ୍ଡିକୁ କୁହାଯାଏ। ସେଠି ଆମର ଭିଡ଼ା ହେଉଛି, ଠାକୁର ଭିଡ଼ା ହେଉଛି। ଏଟା କୋଉଠିର ବଳି? ଜୋରନ୍ଦା। ଆଉ ଦେଖନ୍ତୁ ଆମର ଦୁର୍ଗା ମୂର୍ତ୍ତି ଭିଡ଼ିବା ଆରମ୍ଭ ହୋଇଗଲାଣି।
आमर ये माटी मड़ा जाऊँगी ठाकुर गोटे जो माटी नेशा हम से माटी मड़ा जाऊँगी ये सब माटी आसती देखिपे केते गुड़े माटी मड़ा रखा जाए झोट मिशा माटी सब सब आंगुठी हम दोमाटा बेलू सब यूज हम माटी गुरा देखिपे झोट देख सब झोट मिशा जाऊँगी माटी सब लक्ष्मी पूजा ना कौन ढेंकानाल लक्ष्मी पूजार जो सब मूर्ति गुरा सब यू जाऊँगी से माटी देखु चकटा जाऊँगी ढेंकानाल लक्ष्मी पूजा लक्ष्मी पूजा को जावा से ब्लॉग बनवा आपण मानक देखेबी कौ कौ मूर्ति गुरा सब यू जाए दधिसिंगार आपने तो जानी थे दधिसिंगार मूर्ति जाए बोली ढेंकानाल को से दुर्गा मूर्ति जोरंदा भिड़ा गला ठीक अच्छे देखो से बाड़ा जाऊँगी गोटे मूर्ति भिड़ा के रखा जाए माँ दुर्गांकर ये आहुरी केते गुड़े हांडी अच्छी तो वीडियोटी जब भल लगी तो निश्चय चैनल को सब्सक्राइब करने आ कमेंट कर जन ब्लॉग टी केमी लगे रही जय जगन्नाथ।